ଆଜି ହେଉଛି ଶାମ୍ବ ଦଶମୀ। ପ୍ରଭୁ ସୂର୍ଯ୍ୟ ଦେବତାଙ୍କର ପୂଜାର ଦିନ। ଯେବେ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବ କୁଷ୍ଠ ରୋଗରେ ଆରୋଗ୍ୟ କାମନା କରି ସୂର୍ଯ୍ୟ ଦେବତାଙ୍କ ପାଖରେ ପୂଜା ଅର୍ଚ୍ଚନା କରିଥିଲେ, ସେହି ଦିନଠାରୁ ଏହି ପୂଜାର ନାଁ ଶାମ୍ବ ଦଶମୀ ରଖାଯାଇଥିଲା। ଏହି ଦିନମାନଙ୍କରେ ପ୍ରତ୍ୟେକ ମା ନିଜର ସନ୍ତାନମାନଙ୍କର ଆରୋଗ୍ୟ କାମନା କରି ସୂର୍ଯ୍ୟଙ୍କ ପାଖରେ ପୂଜା ଅର୍ଚ୍ଚନା କରିଥାନ୍ତି। ଏହି ଦିନରେ ବିଭିନ୍ନ ପ୍ରକାର ଫଳ, ମିଠା, ପିଠା, ଅନେକ ଦ୍ରବ୍ୟ ସୂର୍ଯ୍ୟଙ୍କ ପାଖରେ ପୂଜା କରାଯାଇଥାଏ। ଶାମ୍ବ ଦଶମୀ ବଢ଼ାକୁଡ଼ା ନାମରେ ବି ପରିଚିତ। ପ୍ରଥମେ ଯେବେ ଛୋଟ ଛୁଆଟିଏ ଜନ୍ମ ହୋଇ ସୂର୍ଯ୍ୟର ପ୍ରଥମ ଆଲୋକ ପାଇଥାଏ, ତାର ଜେଜେମା କିଛି ଫଳ, ମିଠା, ପିଠା ଆକାରରେ ବଢ଼ା ଯାଇଥାଏ। ସେହି ଦିନଠାରୁ ଶାମ୍ବ ଦଶମୀ ଦିନରେ ସେହି ଦ୍ରବ୍ୟ ତାର ବଢ଼ା ଯାଇଥାଏ। ଆଉ ସେହି ଦିନକୁ ବଢ଼ାକୁଡ଼ା ନାମରେ ବି ପରିଚିତ ହୋଇଥାଏ। ଆଉ ଶାମ୍ବ ଦଶମୀ ନାମରେ ବି ପରିଚିତ ହୋଇଥାଏ। ଆଉ ଏହି ଦିନ ମାନଙ୍କରେ ପିଲାମାନଙ୍କର ଖୁସି କହିଲେ ନ ସରେ, କାହିଁକିନା ତାଙ୍କ ନାମରେ କିଛି ଫଳ, ମିଠା, ପିଠା ସବୁ ପ୍ରକାର ବଢ଼ା ଯାଇଥାଏ। ସେଇମାନଙ୍କର ସେଇ ସବୁ ଦେଖି ବହୁତ ଖୁସି ହେଇଥାନ୍ତି ପିଲାମାନେ।